ମା ଆମେ ଆଲୋଚନା କରିବା ମାତୃ ରଚନାବଳୀ ଭାଗ 10 ଜ୍ଞାନ। ଆମେ ଏଠି ଜ୍ଞାନ 383, 384, 385 ଏକା ସାଙ୍ଗରେ ଆଜି ପଢିବା। 383 ଲେଖୁଛନ୍ତି, ଆମ ଭିତରେ ରହିଥିବା ଅସାଧ୍ୟ ବର୍ବରତା ହେତୁ ଆଧୁନିକ ମାନବ ଜାତିର ଯନ୍ତ୍ର ଲାଗି ଆବଶ୍ୟକତା ରହିଛି। ଯଦି ନିଜକୁ ନାନା ଆରାମ ଏବଂ ଅଧୀନତାର ଚିତ୍ତଭ୍ରମକାରୀ ଅସୁମାରୀ ଅନେକତା ମଧ୍ୟରେ ଆପଣାକୁ ବନ୍ଦୀ କରି ରଖିବା ଲାଗି ଆମର ନିତାନ୍ତ ଆବଶ୍ୟକତା ରହିଥାଏ, ତେବେ ଆମକୁ କଳା ଓ ତାହାର ଯାବତୀୟ ପଦ୍ଧତିକୁ ବର୍ଜନ କରି ଚାଲି ଆସିବାକୁ ପଡ଼ିବ। କାରଣ ସହଜତା ଏବଂ ସ୍ୱାଧୀନତାକୁ ପରିତ୍ୟାଗ କରିବାର ଅର୍ଥ ହେଉଛି ସୌନ୍ଦର୍ଯ୍ୟକୁ ମଧ୍ୟ ପରିତ୍ୟାଗ କରିବା। ଆମ ପୂର୍ବପୁରୁଷମାନଙ୍କର ବିଳାସମୟ ଜୀବନ ଐଶ୍ୱର୍ଯ୍ୟଶାଳୀ ଏବଂ ଆଡମ୍ବରପୂର୍ଣ୍ଣ ହୋଇ ରହିଥିଲା ସତ, ମାତ୍ର ତାହା କଦାପି ଏକ ବୋଝରେ ପରିଣତ ହୋଇଯାଇ ନଥିଲା। ଜ୍ଞାନ 384, ୟୁରୋପୀୟ ଜୀବନର ବର୍ବରତୁଲ୍ୟ ବିଳାସମୟତା ଏବଂ ଭାରଗ୍ରସ୍ତ ଅତ୍ୟାଡମ୍ବରକୁ ମୁଁ କଦାପି ସଭ୍ୟତା ବୋଲି ଅଭିହିତ କରିବି ନାହିଁ। ଯେଉଁ ମନୁଷ୍ୟମାନେ ଆପଣାର ଆତ୍ମାର କ୍ଷେତ୍ରରେ ସ୍ୱାଧୀନ ହୋଇନାହାନ୍ତି ଏବଂ ଆପଣାର କର୍ମ ନିୟୋଜନ ଗୁଡ଼ିକରେ ଯେଉଁମାନଙ୍କର କୌଣସି ଶାଳୀନତା ଅଥବା ଛନ୍ଦମୟତା ନାହିଁ, ସେମାନେ କଦାପି ସଭ୍ୟ ନୁହନ୍ତି। ଜ୍ଞାନ 385, ଆଧୁନିକ କାଳରେ ଏବଂ ୟୁରୋପରେ ପ୍ରଭାବରେ ପଡ଼ି କଳା ଜୀବନ ଉପରେ ସତ ବା ଏକ ଅପବୃଦ୍ଧିମୟ ମନ୍ଦ ଯୁକ୍ତତା ପରି ହୋଇ ରହିଛି, ବା ଏକ ଅନାବଶ୍ୟକ ଅଧମ ଭୃତ୍ୟ ହୋଇ ରହିଛି। ତାହା ପ୍ରକୃତରେ ଜୀବନର ପ୍ରମୁଖ ସେବକ ଏବଂ ଏକ ଅପରିହାର୍ଯ୍ୟ ବ୍ୟବସ୍ଥାପକ ହୋଇ ରହିପାରିଥାନ୍ତା। ଦେଖନ୍ତୁ, ଏଠି ଯୋଉ ତିନିଟା ଯାକ ଜ୍ଞାନକାରିକା ଆମେ ଆଲୋଚନା କରୁଛନ୍ତି, ଏଠି ଆମେ ଆପେ ଆପେ ସବୁ କିଛି ଜାଣିଛୁ ବୋଲି ଆମର ଏକ ଭ୍ରମାତ୍ମକ ଅନୁମାନ ଦ୍ୱାରା ପ୍ରେରିତ ହୋଇକି ମନ ଆମର ଜୀବନ ଉପରେ ଶାସନ କରୁଥିବା ପର୍ଯ୍ୟନ୍ତ ଦିବ୍ୟ ପରମସତ୍ତାଙ୍କର ଶାସନ ପ୍ରତିଷ୍ଠିତ ହୋଇପାରିବ ନାହିଁ। ଏଇ ବିଷୟଟି ହିଁ ରହୁଛି ଏ ତିନୋଟିର ସାରାଂଶ। ପ୍ରଥମେ କହିଲେ ଯେ ଆମ ଭିତରେ ଯୋଉ ଅସାଧ୍ୟ ବର୍ବରତା ରହିଛି, ଯୋଉଟା କି ଆଧୁନିକ ମାନବ ଜାତିର ଯନ୍ତ୍ର ଲାଗି ଆବଶ୍ୟକତା ରହିଛି। କାହିଁକି ନା ସିଏ ଯୋଉ ଆରାମ ଏବଂ ଅଧୀନତା ଚିତ୍ତ ଭ୍ରମକାରୀ ଅସୁମାରୀ ଅନେକତା ମଧ୍ୟରେ ଆପଣାକୁ ବନ୍ଦୀ କରି ରଖିବା ଲାଗି ସେ ନିଜକୁ ନିୟୋଜିତ କରି ରଖି ସେଥିରେ। ତେଣୁ କଣ ହଉଛି, ଯେତେବେଳେ ଜଣେ ନିଜକୁ କୌଣସି ଗୋଟେ କ୍ଷେତ୍ରରେ ବନ୍ଦୀ କରି ରଖିବ, ବର୍ବରତାର କାହିଁକି ବର୍ବରତା ବି ଆସେ, ଜଣେ ଯେତେବେଳେ ଆପଣ ସୌନ୍ଦର୍ଯ୍ୟକୁ ଭଲ ପାଏ ନାହିଁ, ନୂତନତ୍ୱକୁ ଗ୍ରହଣ କରିପାରେ ନାହିଁ, କେବଳ ନିଜର ଯୋଉ କାମନା ବାସନା ରହିଛି ବା ଆମେ ତାକୁ କହିପାରିବା ପ୍ରାଣର ଯୋଉ ନିମ୍ନ ଗତିବୃତ୍ତି ରହିଛି, ତାକୁ ସନ୍ତୁଷ୍ଟ କରିବା ପାଇଁ ସିଏ ଯୋଉ କାର୍ଯ୍ୟ କରେ, ଆମକୁ ଲାଗେ ବେଳେ ବେଳେ ତା ଭିତରେ ସିଏ କଳାକୁ ଗୁରୁତ୍ୱ ଦେଇଥାଏ, ସୌନ୍ଦର୍ଯ୍ୟତାକୁ ଗୁରୁତ୍ୱ ଦେଇଥାଏ। ପ୍ରକୃତରେ ସିଏ ତାର ଆପଣ ଗୋଟେ ଟିକେ ଭିତରକୁ ଯାଇକି ଦେଖିଲେ ଆପଣ ଜାଣିପାରିବେ, କାହିଁକିନା ଏତେ ଗଭୀରତା ଭିତରକୁ ନ ଗଲେ ଶ୍ରୀଅରବିନ୍ଦ ଯୋଉ କଥା ଗୁଡିକ କୁହନ୍ତି ତାକୁ ବୁଝିବା ସହଜ ହବ ନାହିଁ। ଆପଣଙ୍କୁ ଲାଗୁଥିବ ଯେ ଜଣେ ଯୋଉ ରାଜା ମହାରାଜା ଯେତେବେଳେ ତାଙ୍କର ବିଳାସମୟ ଏବଂ ବର୍ବରଚିତ ଶାସନ ଯିଏ କରୁଥିବେ ସମସ୍ତଙ୍କ କଥା କୁହାଯାবে, ସେମାନେ ତାଙ୍କର ଯୋଉ ପ୍ରକାରର ପସନ୍ଦ ତା ବ୍ୟତିରେକ ଅନ୍ୟ କିଛିକୁ ସେ ଗ୍ରହଣ କରିବାକୁ ରାଜି ନଥାନ୍ତି। ତେଣୁ ସେଠି ସେ କଣ କରନ୍ତି, ଆମକୁ ଲାଗେ ଯେପରି ସେ କଳାକୁ ପ୍ରଶ୍ରୟ ଦଉଛନ୍ତି, କିନ୍ତୁ ପ୍ରକୃତରେ କଳାରେ ସେ ସବୁ କିଛିକୁ ପ୍ରଶ୍ରୟ ଦିଅନ୍ତି ନାହିଁ। ତାଙ୍କର ଚାହିଦା ମୁତାବକ
से प्रश्रय दियंती। देखिए से युद्ध सरंजाम तैयारी कला बेले अनेक प्रकार नूतन नूतन अस्त्र तैयारी करबा पई सुजोग दउथेबे काहेकि ना तांकर बर्बरता जेहेतु थाए तेणु से अस्त्र नुआ प्रकार तैयारी करुथिबे किंतु समाज रे व्यक्ति माने तांकर अग्रगति हो से माने सभ्य हुंतु तांकर चेतनार अग्रगति हो सेथि पई कोनोसी नूतन पदक्षेप से नौ नथिबे से कहिबे तुमे पाठ पढ़िबा दरकार नहीं शिक्षा अर्जन करबा दरकार नहीं कहीं ना मोर सैन्य एवं दरकार तेणु तमे जो पिला जन्म करछ बा पिला तमर सी ताकू छाड़ी दियो सी आसीबो एठी युद्ध विद्या शिखिबो युद्ध विद्या रे से नूतनत्व बाहर करुथिबे अस्त्र शस्त्र रे नूतनत्व अस्त्र शस्त्र तैयारी करुथिबे ता अर्थ नुह से माने क्रिएटिविटी को कौन कर ना प्रश्रय दौरान गोटे भूल धारणा थाए लोक कहते हाँ सी जो अस्त्र शस्त्र तैयारी कर कौन से क्रिएटिविटी को सुजोग दौना कि सेटा को क्रिएटिविटी सुजोग कहुए सेटा हूँ निजर वासना को तृप्त करने निजर स्वार्थ को प्राप्त करने सी नूतन नूतन पंथा अवलंबन करुच्ची तार शक्ति को व्यवहार करिकी से से नूतनत्व को स्वीकार करूना तेणु से मान को कहुचे से माने बंदी कहते नाना आराम और अधीनतार चित्त भ्रमकारी असुमारी अनेकता मध्य आपना को बंदी करी रखि था तेणु से पाखरे कला एवं जावतीय सौंदर्य सहजता ये सब माने वर्जन होता है सेठी कहते जदि तुम्हें स्वाधीनता को सुजोग देना सहजता को सुजोग देना तेबे सेठी सौंदर्य को परित्याग करा जाए बोली ग्रहण करियो एटा टिके गभीर कथाटी होउची आमे बुझी पारु नाहंती बोधुए किंतु आपण टिके तर्जमा करिवार सामर्थ्य रखिबे जो घटनाटी बाहर घटुची ताकू देखी दे कहबे हाँ बहुत नुआ प्रकार घटना घटिला ताकू आउ टिके तर्जमा करी देखिबे जे से जो नुआ प्रकार घटनाटे घटिला सेटा पुराणार गोटे नूतन संस्कार नुह तो माने नुआ एक रूप नुह तो नूतनत्व केतेबेले आसे जेतेबेले तमे एक उच्चतर सामर्थ्य को परिप्रकाश करूछ सेतेबेले नूतनत्व आसे एबे निकटरे जने व्यक्ति आउ जन को कहउथांती एक घटनाक्रम रे जे एटा एमिति काहेकि करलो एमिति न कर जे एमिति करथांता भलो हितांता से तांको पाखर थिबा तृतीय व्यक्ति विरक्ति प्रकाश करचंती तू कोनटा जानिଛୁ तू कोन कहउछु एई प्रकारर जेतबे तम भीतर एक प्रतिक्रिया आसुची ताहा ही सूचई दउची तुमे नूतनत्व को स्वीकार करूना हो ताहा ही सूचई दउची तमे कला को प्रश्रय दउना हो ताहा ही सूचई दउची तुमे सौंदर्य को प्रश्रय दउना हो ताहा ही सूचई दउची तुमे सहजता को प्रश्रय दउना हो जी समालोचना को सुनिबा को समर्थ नुहे सी नूतनत्व को प्रश्रय दे न थाए बोली जानी रखिबा हमें तेणु आमको एठी कहीं समालोचना को कथाटे उठिला ना जने स्वाधीनता एवं सहजता जो कुहाउची से देखिबा भितरे ताकू कौन अनुभव हैला ताकू तमे सुजोग देलो नहीं परिप्रकाश करिबा पई यदि सुजोग देलो नहीं परिप्रकाश करिबा पई तुमे जहा चाहुचो सेई भली यदि से कला तेबे ठीक करिछि से भली यदि न कला ताले भूल करिछि ताहले से निज को परिप्रकाश किपर करि परिबो निज को जत परिप्रकाश से न करिवो भूल हबा एवं तापरे ताकू संशोधन करी अधिक रु अधिक पूर्णता आड़ को अग्रसर हेबा
এইটা ବାରମ୍ବାର କାର୍ଯ୍ୟ କରିଲେ এইটা ହୋଇଥାଏ। କାର୍ଯ୍ୟ କରିବ ଦେଖିବ ଯେ ନାଇଁ ଏଇଟା ଏତିକି ଦୂର ପରିପୂର୍ଣ୍ଣ ହେଲା, ତାଠାରୁ ଆଉ ଟିକେ ଭଲ କରିବା ପାଇଁ ନେକ୍ସଟ ଟାଇମ ଚେଷ୍ଟା କରିବ, ଆଉ ଟିକେ ଭଲ ଚେଷ୍ଟା କରିବ। এই ଯେତେବେଳେ ଆମର ଫିଜିକାଲ ଡେମନଷ୍ଟ୍ରେସନ ର କଥା ଉଠେ, ଫିଜିକାଲ ଡେମନଷ୍ଟ୍ରେସନ ର ଶବ୍ଦ ଇଟସେଲ୍ଫ ହେଉଛି ଶାରୀରିକ କୌଶଳର ପରିପ୍ରକାଶ ହବ। କିନ୍ତୁ ସେ ଶାରୀରିକ କୌଶଳ ଯଦି ଉଚ୍ଚତର ଶକ୍ତିକୁ, ଉଚ୍ଚତର ସାମର୍ଥ୍ୟକୁ ମୋ ଭିତରକୁ ଆଣିକି ନ ପହଞ୍ଚେଇଲା, ତେବେ ସେ ଶାରୀରିକ ଯୋଉ କୌଶଳ କଲେ ତାହା କେବଳ ପୁରୁଣାର ଏକ ନୂତନ ଛାଞ୍ଚ। ତେଣୁ ଆମକୁ ଏଇଠି ଶ୍ରୀଅରବିନ୍ଦ କହୁଛନ୍ତି ସେଇ କଥାଟି, ସ୍ୱାଧୀନତା ଆମେ ବେଳେ ବେଳେ କହୁ ଯେ ତାକୁ ସିଏ ଯାହା କରୁଛି ତାକୁ ଟିକେ ଛାଡ଼ି ଦଉନ। ଆରେ ତାକୁ ଛାଡ଼ିଦବାଟା ସେଟା ସ୍ୱାଧୀନତା ନୁହେଁ, ତାକୁ ଛାଡ଼ିଦବାଟା ସ୍ୱାଧୀନତା ନୁହେଁ। ତାକୁ ଉଚ୍ଚତର ଦିଗରେ ଗତି କରେଇବା ହେଉଛି ତାର ପ୍ରକୃତ ସ୍ୱାଧୀନତାର ବାଟ। ସ୍ୱାଧୀନତା କହିଲେ ଆମେ ବୁଝି ରଖିବା, ମନେ ରଖିବା ସବୁବେଳେ ସ୍ୱ ଅଧୀନ। ସ୍ୱ ମାନେ ଏଠି କିଏ ସେ ସ୍ୱ? ନିମ୍ନ ପ୍ରାଣ ନିମ୍ନ ମନ କଣ ସ୍ୱ କି? ମୋର ସେଇଟା ପ୍ରକୃତ ସତ୍ତା କି? ମୋର ପ୍ରକୃତ ସତ୍ତା ହେଉଛି ଆତ୍ମା। ଆତ୍ମାର ଅଧୀନରେ ଯଦି ମୋର ମନ ପ୍ରାଣ ଶରୀର ପରିପ୍ରକାଶ କରୁନାହାନ୍ତି କାର୍ଯ୍ୟ ଗୁଡ଼ିକୁ, ତେବେ ତାହା ସ୍ୱାଧୀନତା ନୁହେଁ, ତାହା ଏକ ବର୍ବରତା, ତାହା ସ୍ୱେଚ୍ଛାଚାରିତା, ତାହା ନିମ୍ନ ପ୍ରାଣର ଗତିବୃତ୍ତିର କେବଳ ନଗ୍ନ ପରିପ୍ରକାଶ। ଶବ୍ଦ ଗୁଡ଼ିକ ତାର ଗଭୀରତା ଏବଂ ଗମ୍ଭୀରତା ଆମକୁ ବୁଝିବାକୁ ପଡ଼ିବ ଏବଂ ଆମର କାର୍ଯ୍ୟକ୍ଷେତ୍ରରେ ତାକୁ ପରିପ୍ରକାଶ କରିବାକୁ ପଡ଼ିବ। ସେଥିପାଇଁ କାହିଁକି କହୁଛି ନା ଜ୍ଞାନ 384 ରେ ତାକୁ ସେ ପ୍ରଭୁ ଅଧିକ ଗୁରୁତ୍ୱ ଦେଇକି କହୁଛନ୍ତି, ୟୁରୋପୀୟ ଜୀବନର ବର୍ବର ତୁଲ୍ୟ ବିଳାସମୟତା ଏବଂ ଭାରଗ୍ରସ୍ତ ଅତ୍ୟାଡମ୍ବରକୁ ମୁଁ କଦାପି ସଭ୍ୟତା ବୋଲି ଅଭିହିତ କରିବି ନାହିଁ। କିନ୍ତୁ ତା ପୂର୍ବରୁ କହିଲେ ଆମର ଯୋଉ ପୂର୍ବପୁରୁଷ ମାନେ ବିଳାସମୟ ଜୀବନ ଐଶ୍ୱର୍ଯ୍ୟଶାଳୀ ଏବଂ ଆଡମ୍ବର ପୂର୍ଣ୍ଣ ହୋଇ ରହିଥିଲେ, ମାତ୍ର ତାହା କଦାପି ଏକ ବୋଝରେ ପରିଣତ ହୋଇଯାଇ ନଥିଲା। ତା ଭିତରେ କଣ ଥିଲା ଯେ ଦୁଇଟା ଯାକ ସମ୍ଭବ ହୋଇପାରେ। ଜଣେ ବିଳାସମୟତାରେ ରହିଲେ ସିଏ ସଭ୍ୟ ବୋଲି ଗ୍ରହଣ କରାଯାଇ ନପାରେ, ସେଇ ବିଳାସମୟତା ରହିଲେ ମଧ୍ୟ ତାହା ଐଶ୍ୱର୍ଯ୍ୟଶାଳୀ ଆଡମ୍ବରପୂର୍ଣ୍ଣ ହେଇଥିଲେ ମଧ୍ୟ ତାହା ବୋଝରେ ପରିଣତ ହେଇନଥାଏ। ଏ ଦୁଇଟା ଯାକ ଅର୍ଥକୁ ଆମକୁ ବୁଝିବାକୁ ପଡ଼ିବ। ଦେଖନ୍ତୁ, ସେଇଥିପାଇଁ ଆରମ୍ଭରେ କଥା ହେଲେ ରାଜା ଯଦି ବିଳାସମୟତା ଏବଂ ବର୍ବରତା ଦୁଇଟା ଯାକୁ ଏକା ସାଙ୍ଗରେ ରଖିଛନ୍ତି, ତେବେ ସବୁ ନଷ୍ଟ। କିନ୍ତୁ କେବଳ ବିଳାସମୟତା ନୁହଁ, ଆମେ ବେଳେ ବେଳେ କହୁ ବିଳାସମୟତା କଣ? ଦେଖନ୍ତୁ, ଜଣେ କଣ କଲା, ବହୁତ ପ୍ରକାରର ଭେରାଇଟିର ସିଏ ସଂଗ୍ରହ କଲା ବସ୍ତୁ ଗୁଡ଼ିକ, ତେବେ ଅନେକ ଗୁଡ଼ାଏ ଜିନିଷ ତା ପାଖରେ ହେଇଗଲା, ସେଟାକୁ ଦେଖିଦେଲେ ଆମକୁ ଲାଗିବ ବିଳାସମୟତା। କିନ୍ତୁ ଜଣେ ଜଣେ ଆମର ଭାରତ ବର୍ଷରେ ରାଜା ମହାରାଜା ମାନେ ଥିଲେ, କେବଳ କେତେ ଜଣ ଅଳ୍ପ କିଛି ମୁଷ୍ଟିମୟ କେତେ ଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ପ୍ରଜାମାନଙ୍କର କଳାକୁ ସୁଯୋଗ ଦଉଥିଲେ, ସେ କିପରି ପ୍ରୋତ୍ସାହିତ ହବ, ନୂତନତ୍ୱକୁ ପରିପ୍ରକାଶ କରିବ ଏବଂ ନିଜର ସାମର୍ଥ୍ୟକୁ ବୃଦ୍ଧି କରିବ। ସେତେବେଳେ ସେମାନେ କଣ କରନ୍ତି, ଅନେକ ଗୁଡ଼ାଏ ଆକ୍ଟିଭିଟି କରନ୍ତି, ଯଦ୍ୱାରା ବ୍ୟକ୍ତିମାନେ ତାର ସୁଯୋଗ ନେବେ ଏବଂ ଯାହାର ଗୀତ ଗାଇବାର ସାମର୍ଥ୍ୟ ଅଛି ସେ ଗୀତ ଗାଇବ, ଯାହାର ଧରା ଯୋଉ ଯୁଦ୍ଧ ପ୍ରତି ତାର ରହିଛି ଆଗ୍ରହ, ତେବେ ସେ ଅସ୍ତ୍ରଶସ୍ତ୍ରର ଯୋଉ ହଉଥିବ ଯୋଉଠି କାର୍ଯ୍ୟକ୍ରମ ସେଥିରେ ଭାଗ ନେବ। এই ପ୍ରକାର କରିବା ଫଳରେ କଣ ହଉଥିଲା ନା ଯାହା ଭିତରେ ଯୋଉ ସାମର୍ଥ୍ୟ ରହିଛି
ତାହା ପରିପ୍ରକାଶ ହେବା ପାଇଁ ଏକ ସୁଯୋଗ ପାଉଥିଲା। କିନ୍ତୁ ଆ ପୂର୍ବରୁ ଯୋଉ କଥା ହେଲେ, ଯୋଉ ରାଜା କେବଳ ଗ୍ରହଣ କରୁଥିଲେ କଣ ନା ବର୍ବରତାର ମୋର ସୀମା ଅଛି, ମୁଁ ଧନ ଲୁଣ୍ଠନ କରିବି, ରାଜ୍ୟର ଯୋଉ ସୀମା ବଢେଇବି, ମୋର ରାଜକୋଷର ଅର୍ଥ ବଢେଇବି। ତେଣୁ ସେ କଣ କରିବି ନା କେବଳ ଯୁଦ୍ଧ ପାଇଁ ଆଣିକି ଯୁବ ସମାଜକୁ ବ୍ୟବହାର କରୁଛି ଏବଂ ତାର ଆମୋଦ ପ୍ରମୋଦ ପାଇଁ ସେଠି ନର୍ତ୍ତକୀ ମାନଙ୍କୁ ସୁଯୋଗ ଦଉଛି ଏବଂ ତା ଘରଟା ସୁନ୍ଦର ଦେଖାଯିବ ବୋଲି ଚିତ୍ରକଳାକୁ ଶିଳ୍ପ କଳାକୁ ସୁଯୋଗ ଦଉଛି। ତାହା ସଭ୍ୟତାର ସୂଚନା ନୁହେଁ ବୋଲି ପ୍ରଭୁ କହୁଛନ୍ତି। ଯୋଉଟା କି ୟୁରୋପରେ ଅଧିକ ଦେଖାଯାଉଥିଲା, ଭାରତ ବର୍ଷରେ କେତେକ ମୁଷ୍ଟିମୟ ଲୋକକୁ ଛାଡିଦେଲେ ଅନ୍ୟ ସମସ୍ତ ରାଜା ପ୍ରଜା ମାନଙ୍କ ପାଖରେ ଏ ପ୍ରକାରର ବର୍ବରତା ନଥିଲା। ତେଣୁ ପ୍ରଭୁ କହୁଛନ୍ତି ଯେଉଁ ମନୁଷ୍ୟ ମାନେ ଆପଣାର ଆତ୍ମାର କ୍ଷେତ୍ରରେ ସ୍ୱାଧୀନ ହୋଇନାହାନ୍ତି ଏବଂ ଆପଣାର କର୍ମ ନିୟୋଜନ ଗୁଡ଼ିକରେ ଯେଉଁମାନଙ୍କର କୌଣସି ଶାଳୀନତା ଅଥବା ଛନ୍ଦମୟତା ନାହିଁ। ଏଠି ଆମେ କଥା ହେଲେ ଆମର ଆତ୍ମା ଦ୍ୱାରା ପରିଚାଳିତ ହବାଟା ହଉଛି ସ୍ୱାଧୀନତା। ଏଠି ସେଇ କଥା କହୁଛନ୍ତି ଆତ୍ମାର କ୍ଷେତ୍ରରେ ଯିଏ ସ୍ୱାଧୀନ ହେଇନାହାନ୍ତି ତେବେ ସେ ସ୍ୱାଧୀନ ନୁହେଁ। ଏବଂ କର୍ମ ନିୟୋଜନ ଭିତରେ ଶାଳୀନତା ଏବଂ ଛନ୍ଦମୟତା, ଦେଖନ୍ତୁ ସବୁ କ୍ଷେତ୍ରରେ ଯେମିତି କଥାରେ କୁହନ୍ତି, ଯଦି ମୁଁ କଥାଟିକୁ ଲଚକେଇ ଲଚକେଇ କହିଲି ତେବେ କହିବେ ଏ ବଢିଆ କହୁଛନ୍ତି, କଅଁଳେଇ କଅଁଳେଇ କହିଲି ବଢିଆ କହୁଛନ୍ତି। ଏଇଟା ହଉଛି ଆମର ମନ ବିକାଶ ନ ହେଇଥିଲେ ଆମକୁ ଏଭଳି ଲାଗେ। ଯିଏ ଟିକେ ଲଚକେଇ ଲଚକେଇ କହିଲା, ଯିଏ କଅଁଳେଇକି କହୁଛି। ଆଉ ଗୋଟେ କଥା ଦେଖିବେ, ଯେତେବେଳେ ଭାଷଣରେ କିଏ ଯଦି ଟିକେ ଗୁଡାଏ ଏକ୍ସାମ୍ପଲ ମାନେ ଅନ୍ୟ ଜାଗାରେ ଅମୁକ ଜାଗାରୁ ବାହାର କଣ୍ଟ୍ରିର ଯଦି ଲୋକ ଅର୍ଥରଙ୍କର କିଛି କହିଦେଲେ, ବହୁତ ବଢିଆ ଆପଣ ତ ବହୁତ ବଢିଆ କହିଲେ। କିନ୍ତୁ ଯେତେକ ବ୍ୟକ୍ତି ଥିଲେ ସେମାନେ କେହି ସେଥିରୁ କଣ ନିଜ ଜୀବନରେ ପ୍ରୟୋଗ କରିବେ କେହି ନେଇକି ଯାଇପାରିଲେ ନାହିଁ। ତେବେ ସେ ବକ୍ତାର ଭାଷଣଟି ଅତି ଉଚ୍ଚ କୋଟିର ହୋଇଥିଲେ ମଧ୍ୟ ତାହା ଯୋଉ ଶ୍ରୋତା ମାନଙ୍କ ପାଇଁ କୌଣସି ଉପଯୋଗୀ ସାବ୍ୟସ୍ତ ହୁଏ ନାହିଁ। ତେଣୁ ସେଇଭଳି ଭାବରେ ଏଠି କୁହାହଉଛି ଯେ ଯଦି ଆତ୍ମାର ସ୍ୱାଧୀନରେ ସେ ସ୍ୱାଧୀନ ହେଇନାହିଁ ତେବେ ତାର ଶାଳୀନତା ନଥାଏ କିମ୍ବା ଛନ୍ଦମୟତା ନଥାଏ। ଆମେ ଦେଖୁଛୁ, ଆମେ ଦେଖିବା ଭିନ୍ନ ଭିନ୍ନ ବ୍ୟକ୍ତି, ଆମକୁ ନିଜକୁ ଦେଖିବା ନିଜର କାର୍ଯ୍ୟକ୍ରମ ଭିତରେ ବେଳେ ବେଳେ ମତେ ମୁଁ ପରିପ୍ରକାଶ କରୁଛି, କିନ୍ତୁ ଲାଗୁଛି ମୁଁ ଯଦି ଅତି ଗଭୀରକୁ ଯିବେ ତେବେ ଦେଖିବେ ବାହାରକୁ ଯୋଉ ଲାଗୁଛି ଯେ ମୁଁ ବହୁତ ଗୁଡାଏ ସୁନ୍ଦର କାର୍ଯ୍ୟକ୍ରମଟି କଲି, ତେବେ ଦେଖିବେ ତା ଭିତରେ ଛନ୍ଦ ଅଛି ନା ନାହିଁ। ଛନ୍ଦମୟତା ଦେଖିବା ପାଇଁ ହେଲେ ଟିକେ ଅଧିକ ତର୍ଜମା ଆବଶ୍ୟକ ପଡିବ। ମା କହୁଛନ୍ତି ୟୁରୋପୀୟ କ୍ଷେତ୍ରରେ ଏଗୁଡିକ ନଥାଏ। ତେଣୁ ପ୍ରଭୁ ଲେଖୁଛନ୍ତି ତେଣୁ ସେମାନେ କଦାପି ସଭ୍ୟ ନୁହନ୍ତି। କୋଉମାନେ? ଯୋଉମାନେ ଏଇ ପ୍ରକାର। ତେଣୁ ଆମକୁ ସଚେତନ ରହିବାକୁ ପଡିବ। ସେଥିପାଇଁ କୁହାଯାଏ ପରିପୂର୍ଣ୍ଣ ପୂର୍ଣ୍ଣାଙ୍ଗ ଗୋଟେ ଦରକାର। ଯେତେବେଳେ ଦେଖିବେ ଗୋଟେ ବ୍ୟକ୍ତି ନିଜେ ବହୁତ ସୁନ୍ଦର ମାଖି ହେଇକି ବହୁତ ସୁନ୍ଦର ଚିକଣ ଚାକଣ ପୋଷାକ ପିନ୍ଧଛି ଏବଂ ମେକଅପ ଫେକଅପ ନେଇ ପୁରା ସୁନ୍ଦର ହେଇଛି, କିନ୍ତୁ ସେ ଖାତାଟିଏ ଯୋଉ ଧରିକି ଯେତେ ଲେଖୁଛି ତାতে ଟିକେ ମାର୍ଜିନ ବି ଚାରିପଟେ ପକଉନାହିଁ। ତାମାନେ ତାର ସୌନ୍ଦର୍ଯ୍ୟ ଜ୍ଞାନ ନାହିଁ। ଆପଣ ଭାବୁଥିବେ କଣ ମୁଁ ଏତେ ପୋଷାକ ପିନ୍ଧିଛି ପୁରା କଣ ସେଟିଂ କରିକିରି କଲର ମ୍ୟାଚ କରିକିରି, ସେଇଟା ସୌନ୍ଦର୍ଯ୍ୟତା ନୁହେଁ। ସେଟା ହଉଛି ନିଜକୁ ଦେଖେଇ ହବା ପାଇଁ ଏକ ପ୍ରୟାସ। ସୌନ୍ଦର୍ଯ୍ୟତା ହଉଛି ଛନ୍ଦଯୁକ୍ତ ଏବଂ ଶୃଙ୍ଖଳିତ, ଶାଳୀନତା ଯୁକ୍ତ ଏବଂ ଏକ ନୂତନ ସତ୍ୟକୁ ପରିପ୍ରକାଶ କରୁଥିବ। ମାଖି ହେଇକି ନିଜକୁ ଅନ୍ୟ ଏକ ରୂପ ଦେବାଟା ତାହା ଛନ୍ଦମୟତା ନୁହେଁ। ହଁ ସେ ଲାଇନର ଟା କେତେ ସୁନ୍ଦର ଲଗେଇଛି, ତା ଛନ୍ଦମୟତା ନୁହଁ ନା, ତା ଛନ୍ଦମୟତା ନୁହେଁ। ଏଇ ଜିନିଷକୁ ଆମକୁ ଏଠି ପ୍ରଭୁ କହୁଛନ୍ତି ଆମକୁ ବୁଝିବାକୁ ପଡିବ। ତାପରେ ସେଥିପାଇଁ କହୁଛନ୍ତି ଆଧୁନିକ କାଳରେ ଏବଂ ୟୁରୋପର ପ୍ରଭାବରେ ପଡି କଳା ଜୀବନ ଉପରେ ସତ ବା ଏକ ଅପବୃଦ୍ଧିମୟ ମନ୍ଦ ଯୁକ୍ତତା ପରି ହୋଇ ରହିଛି ଏବଂ ଏକ ଅନାବଶ୍ୟକ ଅଧମ ଭୃତ୍ୟ ହୋଇ ରହିଛି।
ଏଇ ମଡର୍ଣ୍ଣାଇଜେସନ ନାଁରେ ୟୁରୋପିଆନ ଇନଫ୍ଲୁଏନ୍ସ ରେ ଆମର ଏଇ ଦୁର୍ଦ୍ଦଶା ଘଟିଛି। ଆମେ ତେଣୁ ବୁଝି ପାରୁନାହୁଁ କୋଉଟା ସୌନ୍ଦର୍ଯ୍ୟ ଏବଂ କୋଉଟା କେବଳ ଏକ ପୁଟି ମାରି ଏକ ନୂତନ ରୂପରେ ଛଳନା ଯୁକ୍ତ ପରିପ୍ରକାଶ। ସେଇଥିପାଇଁ କହୁଛନ୍ତି ତାହା ପ୍ରକୃତରେ ଜୀବନର ପ୍ରମୁଖ ସେବକ ଏବଂ ଅପରିହାର୍ଯ୍ୟ ବ୍ୟବସ୍ଥାପକ ହୋଇ ରହିପାରିଥାନ୍ତା ଯଦି ଯଦି ସିଏ ଏସବୁଥିରୁ ଉର୍ଦ୍ଧ୍ୱକୁ ଉଠିବ। ତେଣୁ ଏଇଟା ଟିକେ ଗଭୀର କଥା ଗୁଡ଼ିକ ରହିଛି। ମାଙ୍କୁ ପ୍ରାର୍ଥନା କରିବା ଆମର ସାମର୍ଥ୍ୟକୁ ବୃଦ୍ଧି କରନ୍ତୁ। ଆମେ ପ୍ରତ୍ୟେକ ଗତିବୃତ୍ତିକୁ ତାର ପ୍ରକୃତ ଉଦ୍ଦେଶ୍ୟ ସହିତ ଆମେ ଯେପରି ବୁଝିପାରୁ। ବ୍ୟକ୍ତିକୁ ଯେମିତି ବୁଝନ୍ତି ଆପଣ, ପରିସ୍ଥିତିକୁ ସେମିତି ବୁଝନ୍ତୁ ଏବଂ କଣ କାର୍ଯ୍ୟ କରିବାକୁ ହବ ସେଥିପାଇଁ ମାଙ୍କ ପାଖରେ ଆଶ୍ରୟ ରଖିବା, ବାରମ୍ବାର କହିବା ଯେ ମା ମତେ ତୁମର କରିନିଅ, ମତେ ତୁମର କରିନିଅ, ମୁଁ ତୁମର ହୋଇଯିବାକୁ ଚାହେଁ। ମା ନାଇଁ କଣ ହୁଏ, ପ୍ରକୃତ କଥା ହଉଛି ଛୋଟ ଛୋଟ ଏକ୍ଜାମ୍ପଲ ବେଶୀ ଆଉ ଦେଲା ବେଳୁ କଣ ହଉଛି ବ୍ୟକ୍ତିଗତ ହେଇଯିବ ବୋଲି ମୁଁ ସେଇଟା ଟିକେ ଆଭଏଡ କରୁଛି। ଲୋକ କାଳେ ଭାବିଦେବେ ବ୍ୟକ୍ତିଗତ ହେଇଯିବ ନା, ସେଥିପାଇଁ ମୁଁ ସେଗୁଟା ଆଭଏଡ କଲି। ଦେଖନ୍ତୁ ଏଠି ଛୋଟ କଥାଟେ ଯେ ଆମେ ଯୋଉ କଥାଟେ ଏକ୍ଜାମ୍ପଲ ନେଲେ ମନେକରା ଯୋଉ ମୁଁ ଯୋଉ ରାଜା ମାନଙ୍କର ଏକ୍ଜାମ୍ପଲ ଆମେ ନଉଥିଲେ, ସେଇ ରାଜା ପ୍ରଜା ମାନଙ୍କର ମଙ୍ଗଳ ପାଇଁ ଯୋଉ ବ୍ୟବସାୟର ମେଳା ଖୋଲିଲେ, କଳାର ପରିପ୍ରକାଶ ପାଇଁ ପ୍ରତିଯୋଗିତା କରେଇଲେ ଏବଂ ଯୁଦ୍ଧରେ ବି କୋଉମାନେ ବଳ ପ୍ରୟୋଗ ଦେଖେଇ ପାରିବେ ସେଥିପାଇଁ ଆଖଡା ପୁଳାଇ ଆୟୋଜନ କଲେ। ସେଇଠି ଆମକୁ ଲାଗିବ ଯେ ସିଏ ବହୁତ ବିଳାସମୟ। କାରୁକାର୍ଯ୍ୟ ଶିଳ୍ପ ସବୁ ଯୋଉଠୁ ଭିନ୍ନ ଭିନ୍ନ କଳାର ପରିପ୍ରକାଶ ପାଇଁ ବିରାଟ କଲେ ଏବଂ ସେଥିରୁ ଯୋଉ ଗୁଡାକ ଅତି ଉଚ୍ଚ କୋଟିର ଅତି ଭଲ ତାକୁ ସବୁ କଣ କଲେ, ଦେଖନ୍ତୁ ତାଙ୍କୁ ପ୍ରୋତ୍ସାହନ ଦବା ପାଇଁ ହିଁ ରାଜା କଣ କଲେ କିଣି ନେଇଗଲେ। ଓକେ, କାହାକୁ କାହାକୁ ରାଜ କର୍ମଚାରୀ ଯେମିତି ରାଜ ବୈଦ୍ୟ ସେମିତି ଇଏ ହଉଛି କଣ ନା ରାଜାଙ୍କର ରାଜ ଗାୟକ ଯଦି ଏଇଭଳି ଭାବରେ କରିନେଇ ଗଲେ ବେଳେ ବେଳେ ଏଗୁଡାକ ଆମକୁ ଲାଗେ ଭାରି ବିଳାସ ବୋଲି। ସେଇ ବିଳାସତା ପ୍ରକୃତରେ ସେ ଯୋଉ ଭାରତ ବର୍ଷରେ ରାଜା ମାନେ ଏଭଳି କରୁଥିଲେ ତାର ମହତ ଉଦ୍ଦେଶ୍ୟ ଥିଲା ଯେ ପ୍ରଜା ମାନେ ଯାହା ପାଖରେ ଯୋଉ ଗୁଣ ରହିଛି ଯୋଉ ସାମର୍ଥ୍ୟ ରହିଛି ସେ କେମିତି ପ୍ରୋତ୍ସାହନ ପାଇ ତାକୁ ବୃଦ୍ଧି କରିବା ପାଇଁ ସେ କଣ କରିବ ପ୍ରୟାସ କରିବ। ହେଲା, ଏଇଟା ହେଲା କଣ ଆକ୍ଚୁଆଲି ସ୍ଵାଧୀନତା ଦିଆ ହେଲା କାରଣ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ହିସାବରେ ପରିପ୍ରକାଶ କଲେ ଏବଂ ନିଜର ସାମର୍ଥ୍ୟ ବିକାଶ ହେଲା। କିନ୍ତୁ ତା ସହିତ ଲାଗିଲା ଯେ ବିଳାସ ସମୟ ଜୀବନ ଯାପନ ରାଜା ଯେମିତି କରୁଛନ୍ତି ସବୁ ଭଲ ଭଲ ନେଇକି ରାଜ ମହଲରେ ରଖୁଛନ୍ତି ହବନି ଅଟୋମେଟିକାଲି ଯେତେ ଅଧିକରୁ ଅଧିକ ପରିପ୍ରକାଶ ହବ ତା ଭିତରେ ଯୋଉଟା ଉଚ୍ଚ କୋଟିର ଜିନିଷ ସିଏ କଣ ଚାହିଁବ ଯେ ରାଜା ଆମକୁ ପ୍ରୋତ୍ସାହନ ଦିଅନ୍ତୁ, ତେଣୁ ରାଜା ତାକୁ କଣ କରିବେ ନେବେ ନା କିଣିକିରି। ଇଏ ହେଲା ଗୋଟିଏ କାଟାଗୋରୀ। ଆଉ ଗୋଟେ କାଟାଗୋରୀ ଲୋକ ହେଲା ଯିଏ ସିଏ ଇଏ ସବୁ ଜିନିଷ କିଛି କାର୍ଯ୍ୟକ୍ରମ ନ କରି ଯୋଉଠି ଦେଖିଲେ ଭଲ ଜିନିଷ ତାକୁ ନେଇ ଆସିଲେ ରଖିଲେ କୋଉଠିକି ନା ନିଜ ରାଜମହଲରେ। ମନେକର ଯୋଉ ଯାଇଛନ୍ତି ଶିଳ୍ପ ଏଇଟା କିଏ ଗୋଟେ ଭଲ ତିଆରି କରିଛି ତାକୁ ନେଇ ଆସିଲେ। ବେଳେ ବେଳେ ସେମାନେ କଣ କରନ୍ତି ଯେ ଗୋଟେ ଗୋଟେ ରାଜା ୟୁରୋପରେ ଏଇଟା ବହୁତ ଦେଖାଉଥିଲା ଯେ ଏଇ ଯୋଉ ନୂତନ ସିଏ ତିଆରି କରିଛି ଯୋଉ ଅତି ସୁନ୍ଦର କାରୁକାର୍ଯ୍ୟଟି
ଆଉ କାହାକୁ କରି ନ ଦଉ ବୋଲି ସେ ଶିଳ୍ପକାରର ହାତ କାଟି ଦିଅନ୍ତି। ଶିଳ୍ପକାର ହାତ କାଟି ଦିଅନ୍ତି। ଏଇଟା ହଉଛି ବିଳାସମୟତା। ଏଇ ବିଳାସମୟତାଟାକୁ ପ୍ରଭୁ କହୁଛନ୍ତି ଏଇଟା ସଭ୍ୟତାର ସୂଚନା ନୁହେଁ, ଏଇଟା ହଉଛି ବର୍ବରତାର ସୂଚନା। ଏଇଠି ମୁଁ ହାତ କାଟିବାଟା ଏକ୍ସାମ୍ପଲ ଦେଲି ବୋଲି ଲାଗିଗଲା ଯେ ବର୍ବରତା ବୋଲି। କିନ୍ତୁ ଆମେ ଯେତେବେଳେ ଦୈନନ୍ଦିନ ଜୀବନରେ ଆମ ଜୀବନ କ୍ଷେତ୍ରରେ କାମ କରୁଛନ୍ତି ସେତେବେଳେ ଦେଖିବେ ଅନେକ ସମୟରେ କଣ ହୁଏ, ଆମେ ନୂଆ ରୂପ ଦଉ ପୁରୁଣା ବସ୍ତୁକୁ ନେଇ, କିନ୍ତୁ ନୂତନ ବସ୍ତୁ ତିଆରି କରିବା ପାଇଁ ଆମେ ଚେଷ୍ଟା କରନ୍ତୁ। ସେଇଗୁଡ଼ିକ ଆମ ଜୀବନ କ୍ଷେତ୍ରରେ ଆମକୁ ଆଣିବାକୁ ପଡ଼ିବ। ନିଜ ଭିତରେ ଥିବା ସହଜତାକୁ, ସ୍ୱାଧୀନତାକୁ ପରିପ୍ରକାଶ କରିବା ପାଇଁ ସ୍ୱାଧୀନ ଦେବା ଉଚିତ। ସେ କଥାରେ କହନ୍ତି ଯେ କଣ, ଓଲ୍ଡ ୱାଇନ୍ ଇନ୍ ଏ ନ୍ୟୁ ବଟଲ। ସେମିତି ନ କରି ନୂତନ ଅନୁସନ୍ଧାନ କରି ଏକ ଉଚ୍ଚତର ଶକ୍ତି, ଉଚ୍ଚତର ପ୍ରଭାବ ପ୍ରତି ନିଜକୁ ଖୋଲି ଧରିବା, ଯାହା ଫଳରେ ନୂତନ ସତ୍ୟ ଆମ ପାଖରେ ଉଦ୍ଘାଟିତ ହବ। ସେଥିପାଇଁ ଆମେ ପ୍ରାର୍ଥନା କରିବା। ମା, थैंक यू ऑल।